चिंटू चढ़ेईर आज बाहाघर ସେଇଥିପାଇଁ ଘର ଖୁବ୍ ସୁନ୍ଦର ଭାବରେ ସଜା ହେଇଥାଏ। ଚିଣ୍ଟୁର ବାପା ମା ଆଉ ଭାଇ ଭାଉଜ କନ୍ୟାର ଆସିବା ବାଟକୁ ଜଗି ବସିଥାନ୍ତି। ଏତିକି ବେଳେ ଚିଣ୍ଟୁର ମା ମାଳତୀ ନିଜ ବଡ଼ ବୋହୂ ରେଣୁକୁ କୁହନ୍ତି, ରେଣୁ ସାନ ବୋହୂ ଦେଖିବା ପାଇଁ ତ ବଢିଆ ସୁନ୍ଦର ତ। ଶାଶୁ ମା, ତମ ସାନ ବୋହୂ ଯଦି ଆସିବ ନା ତମକୁ ଦିନ ବେଳେ ବି ଦାୟିତ୍ୱ ଦେଇ ରହିବାକୁ ପଡିବ। ହେଇଟି ଏ ବଡ ବୋହୂ କଣ କହୁଛି, ଯେତେବେଳେ ମୁଁ ଝିଅ ଦେଖି ଯିବି କହିଲି ସେତେବେଳେ ତ ଝଟକି ମନା କରିଦେଲା। କହିଲ କଣ ନା ବାହାଘର ପୂର୍ବରୁ ଶାଶୁ ମାନେ ବୋହୂ ଘରକୁ ଯାଆନ୍ତିନି। ଦେଖ, ତମେ ରେଣୁକୁ ପସନ୍ଦ କରି ଆଣିଥିଲ। ତମ ପସନ୍ଦର ବୋହୂ ଏମିତି ଯେ ହାତରୁ ତାର ଆଇନା ଛାଡୁନି। ଆଉ ଏଥର ମୁଁ ମୋ ପସନ୍ଦର ବୋହୂ ଆଣିଛି। ଦେଖିବ ମୋ ବୋହୂ କେମିତି ଘରେ କାମ କରିବ, କେମିତି ଆମର ଯତ୍ନ ନେବ। ଏ ତମ ଭଳିଆ ବୋହୂ ନୁହଁ ଯିଏକି ଦିନଟା ସାରା ଯାଇ ପାର୍ଲରରେ ଗଡି ଗଡି ରହିବ ଆଉ ସଞ୍ଜ ବେଳେ ଆସି କେମିତି ଶୋଇଯିବ। ଏଇଠି କହି ରଖୁଛି, ବୋହୂ ଯେମିତି ମୋର ସୁନ୍ଦର ହେବା ଦରକାର। ବାକି କଥା ନହେଲେ ବି ଚଳିବ, ଯେମିତି 5 ଲୋକ ସାମ୍ନାରେ ମୁଁ ଯେମିତି ଅପମାନ ନ ହୁଏ। ବୁଝିଲଟି? ଆଲୋ ରେଣୁ, ଗଲୁ ଗଲୁ ବନ୍ଦାପଣା ଥାଳିଟା ରେଡି କରିଦେବୁ। ପୁଅ ବୋହୂ ଆଉ ଟିକେ ପରେ ପହଞ୍ଚିଯିବେ। ଆଉ ସମସ୍ତେ ବାହାରକୁ ବି ଚାଲ। ରେଣୁ ଆଉ ପିଣ୍ଟୁ ଚଢ଼େଇ 2 ଜଣ ବନ୍ଦାପଣା ଥାଳି ରେଡି କରିବାକୁ ଚାଲି ଯାଆନ୍ତି। ମାଳତୀ ବନ୍ଦାପଣା ଥାଳି ଧରି ଘରୁ ବାହାରକୁ ବାହାରି ଆସେ। କିଛି ସମୟ ପରେ ପୁଅ ବୋହୂ ନିଜ କାର୍ ଗାଡ଼ିରେ ଆସି ପହଞ୍ଚି ଯାଆନ୍ତି। ପୁଅ ବୋହୂ ଗାଡ଼ିରୁ ଓହ୍ଲେଇ ବାହାରେ ଠିଆ ହୁଅନ୍ତି। ମାଳତୀ ଯେମିତି ନିଜ ବୋହୂକୁ ଦେଖିଛି ସେମିତି ତା ମୁଣ୍ଡରେ ଚଡ଼କ ମାରିଲା ଭଳିଆ ଲାଗେ। ମାଳତୀ ଟଳମଳ ହେଇ ତଳେ ପଡ଼ିଯାଏ। ତା ହାତରୁ ବନ୍ଦାପଣା ଥାଳି ବି ପଡ଼ିଯାଏ। ଆରେ ପିଣ୍ଟୁ, ଦୌଡ଼ିକି ଯା ବାବା, ଜଗଟାରେ ଟିକେ ପାଣି ଧରିକି ଆ। ତୋ ମାର କଣ ହେଲା କେଜାଣି। ମଣ୍ଟୁ ଚଢ଼େଇ ମାଳତୀ ଉପରେ ପାଣି ମାରିବା ଆରମ୍ଭ କରେ। ଆଉ କିଛି ସମୟ ପରେ ମାଳତୀର ଆଖି ଖୋଲି ସେ ଠିଆ ହେଇଯାଏ। ମାଳତୀ, ତମର କଣ ହେଲା? ତମେ ହଠାତ୍ ଏମିତି ତଳେ ପଡ଼ି ମୂର୍ଚ୍ଛା ହେଇଗଲ ଯେ? କଣ ଆଉ କହିବି, ଆଖି ସାମ୍ନାକୁ ଏମିତି ଅନ୍ଧାର ମାଡ଼ି ବସିଲା ଯେ ମୁଁ ଆଉ କିଛି ଦେଖିପାରିଲିନି। ସେଇଥିପାଇଁ ପରା ତଳେ ପଡି ଯାଇଥିଲି। ରେ ଦଇବ, ଆଶା କରିଥିଲି ମୁଁ ଚନ୍ଦ୍ରମୁଖୀ ବୋହୂ, ଦେଖିଲା ବେଳେ ଆସିଲା କଳା ଚାନ୍ଦ ବୋହୂ। କଣ ଆଉ କରିବି, ମୁଁ କଣ କହିଥିଲି ତମକୁ ମୋର ସୁନ୍ଦର ବୋହୂ ଦରକାର, ହେଲେ ଏ କଳା ଚାନ୍ଦ ଘେନି କୁଆଡୁ ଆସିଲା ରେ ମୋ ବାବା। ଶାଶୁ ମା, ମୁଁ କଣ ତମକୁ କହିଥିଲି? ବାସ୍, ତମ ଶାଶୁ ବୋହୂଙ୍କର ନାଟକ ହିଁ ସରୁନି। ମା ବୋହୂ ଏପଟେ ଆସି ଦ୍ୱାର ମୁହଁରେ ଠିଆ ହେଇଛି। ଏବେ 5 ଲୋକ ଦେଖିଲେ କଣ ତୁମର ଇଜ୍ଜତ ଯାଉନି? ଜଲ୍ଦି ସେ ବନ୍ଦାପଣା କରି ଘରକୁ ନିଅ। ମାଳତୀର ଇଚ୍ଛା ନଥିଲେ ବି ପୁଅ ବୋହୂଙ୍କୁ ବନ୍ଦାପଣା କରି ଘର ଭିତରକୁ ନେଇଯାଏ। ହେ ଭଗବାନ, ଘରେ ଦିଟା ବୋହୂ ଥାଉ ଥାଉ ଦିନ ଆସି 2 ଘଡ଼ି ହେଲାଣି ଚା କପେ ମିଳୁନି। କୁଆଡେ ଯେ ଗଲେ। ସବୁବେଳେ ଖାଲି ମେକଅପ୍ ପଛରେ ରହିଲା। ଯେତେବେଳେ ଦେଖ ଖାଲି ମେକଅପ୍ ହଉଥିବ। ସେ ତ ନଥିବ, 15 ପଟ ବୋଧେ ପଳେଇଥିବ। ହେଲେ ଏ ସାନ ଆମର କଳା ଚାନ୍ଦ କୁଆଡେ ଗଲା? ଯାଏ ତ ଦେଖେ। ବବଡି ଚଢ଼େଇ ନିଜ ସାନ ବୋହୂକୁ ଦେଖିବା ପାଇଁ ବାହାରିକି ଯାଏ। ଆମର କଳା ଚାନ୍ଦ, କେତେବେଳେ ପରେ ସକାଳ ହେଲାଣି, ହେଲେ ତ ଅନ୍ଧାର ତ ଜମାରୁ ହଟୁନି। କଣ ଏମିତି ଘଡେଇ ଘଡେଇ ହେଇ ଶୋଇଛ? ଆଜି ମୋ ଦେହ ନା ଟିକେ ବି ଭଲ ଲାଗୁନି। ଦେହ ହାତ ବହୁତ ଜୋରରେ ବିନ୍ଧୁଛି। ମୁଁ ଆଉ କିଛି କାମ କରିପାରିବିନି ମା। କହିବି ବୋହୂ, ମୋ ଦେହଟା ଜମାରୁ ଭଲ ନାହିଁ। ଓହୋ, ଦେହ ହାତ ବିନ୍ଧା ଛିଟିକା ହଉଛି ଯେ ଛିଡିଯିବ ଭଳିଆ ଗୋଳ ହାତ ଲାଗୁଛି। ମୁଁ ଆଉ କେମିତି କଣ ଆଜି କରିବି? ରେଣୁଟା ବି ନାହିଁ। ଯାହା ଉଠି ସବୁ କିଛି କରିବାକୁ ପଡିବ। ଚାଲ, ଏଇଟା ହଉଛି ଶ୍ୱଶୁର ଘର। କଣ କରିବୁ, ବାପ ଘର ତ ନୁହଁ ଯେ ଆଉ ଶୋଇ ରହିବୁ। ଉଠି ପଡ, ଯାଇ କାମ ଗୁଡାକ ସାରିଦେ। ମୁଁ ଯାଉଛି ଟିକେ ବିଶ୍ରାମ ନେବି, ଦେହଟା ଟିକେ ଭଲ ଲାଗିବ। ବବଡି ଚଢ଼େଇ ନିଜ ବୋହୂକୁ କାମ ବତେଇ ଦେଇ ସେଇଠୁ ବାହାରି ଚାଲିଯାଏ।
ଦେହ ଖରାପ ଥିବା ସତ୍ତ୍ୱେ ପିହୁ ଯାଇ ରୋଷେଇ କାମ ଶେଷ କରେ। ଗୋଟେ ଦିନ ମାଳତୀ ପାଖକୁ ତା ସାନ ଭଉଣୀର ଫୋନ ଆସେ। ଦିଦି, ଆମର ନୂଆ ଘର ବନେଇଛୁ, ତମେ ଯଦି ଆସନ୍ତ ମତେ ବହୁତ ଖୁସି ଲାଗନ୍ତା। ଘରେ କେହି ଗୋଟେ ନାହାନ୍ତି, ଦି ପୁଅ ବି ନାହାନ୍ତି, ବାପା ବି ନାହାନ୍ତି, ତିନି ଜଣ ବାହାରକୁ ବିଜନେସ କାମରେ ଯାଇଛନ୍ତି, ଦି ବୋହୂ ଯାହା ଘରେ ଅଛନ୍ତି। ତମେ ସେ ଦି ବୋହୂଙ୍କୁ ସାଙ୍ଗରେ ନେଇ ଆସ। ମୋ ଦୁଃଖ କଥା ତତେ କଣ କହିବି, ବଡ ବୋହୂ ରେଣୁକୁ ତୁ ଦେଖିଛୁ, ହେଲେ ସେ ସାନ ବୋହୂ ପୁରା ଖରା ଚାନ୍ଦ, ଘରକୁ ଯଦି ଯିବ ନା ଅନ୍ଧାର ମାଡି ବସିବ। ଦିଦି, ଗରା କଳରେ କଣ ରଖିଛି? ଏମିତିରେ ବି ଭଗବାନ ଯାହାକୁ ଯେମିତି ଗଢିଛନ୍ତି ସେ ତ ସେମିତି ହିଁ ହବ ନା। ଦେଖ, ଯେତେବେଳେ ସାନ ବୋହୂ ବାହା ହେଇ ଆସିଲା ସେତେବେଳେ ତ ଆମ ଘର କାମ ଚାଲିଥିଲା, ସେଇଥିପାଇଁ ମୁଁ ବାହାଘରକୁ ଯାଇପାରିଲିନି କି ସାନ ବୋହୂକୁ ବି ଦେଖି ପାରିଲିନି। ତମେ ଦି ବୋହୂଙ୍କୁ ନେଇ ଘରକୁ ଆସ। ହଉ ଠିକ ଅଛି, ଚାଲ, ମୁଁ ଦି ବୋହୂଙ୍କୁ ନେଇ ଯିବି। ମାଳତୀ ପ୍ରଥମେ ଯାଇ ନିଜ ବଡ଼ ବୋହୂ ରେଣୁ ପାଖରେ ପହଞ୍ଚିଯାଏ। ମାଣ୍ଡ ରେଣୁ, ତା ସାନ ମାଉସୀର ଫୋନ ଆସିଥିଲା, ତାଙ୍କର ନୂଆ ଘର ବନେଇଛନ୍ତି, ସେଇଥିପାଇଁ ତା ମାଉସୀ ଡାକୁଥିଲେ। ମାଳତୀର କଥା ଶୁଣି ରେଣୁ ମନେ ମନେ ଚିନ୍ତା କରେ, ହେ ଭଗବାନ, ଖରା ହଉଛି, ଏତିକି ଖରାରେ ମୁଁ ପୁଣି ଯିବି ମାଉସୀ ଘରକୁ, ପୁଣି ତ ମୋର ପାର୍ଲରରେ ଆପଏଣ୍ଟମେଣ୍ଟ ଅଛି, ଏ ବୁଢୀକୁ ତ ମତେ ମନା କରିବାକୁ ପଡିବ। ସକାଳୁ ଆଜି ଦେହଟା ଟିକେ ଭଲ ନାହିଁ ବା। ଦେହ ଯଦି ଭଲ ନାହିଁ ଘରେ ବିଶ୍ରାମ ନେ, ମୁଁ ସେ କରଚାନ୍ଦ ସହିତ ଚାଲିଯିବି। ହେଲେ ସେ ଅଛି କୁଆଡେ? ଏ କରଚାନ୍ଦ, କୋଉଠି ଅଛୁ? ଜଲ୍ଦି ସେ ଆ। ନିଜ ଶାଶୁର ଡାକ ଶୁଣି ସେଇଠି ଆସି ପିହୁ ପହଞ୍ଚିଯାଏ। କହୁଥିଲି କି, କଣ କାମ ଅଛି? ତା ସାନ ମାଉସୀର ଫୋନ ଆସିଥିଲା, ତାଙ୍କର ନୂଆ ଘର ବନେଇଛନ୍ତି, ସେଇଥିପାଇଁ ଆମ ତିନି ଜଣଙ୍କୁ ଡାକିଛନ୍ତି। ହେଲେ ବଡ ବୋହୂର ତ ଦେହ ଭଲ ନାହିଁ, ସେ ବା ଆଉ କେମିତି ଯିବ? ସେ ଘରେ ବିଶ୍ରାମ କରୁ, ଆମେ ଦି ଜଣ ତା ସାନ ମାଉସୀ ଘରକୁ ଯିବା। ମତେ ଯାହା ଲାଗୁଛି ମା ମତେ ଅଧିକ ଭଲ ପାଆନ୍ତି। ଆରେ, ପୁଣି ତତେ ଭଲ ପାଇଲେନି କେମିତି? ଦିଦି, ସେଦିନ ଯେତେବେଳେ ମୋ ଦେହ ଖରାପ ଥିଲା ନା, ମା ଯେମିତି ମତେ ଦେଖିଲେ ସେମିତି ତାଙ୍କର ବି ଦେହ ଖରାପ ହେଇଗଲା। ହେଲେ ଆଜି ତମର ଦେହ ଖରାପ ହେଇଛି, କାଇଁ ମାଙ୍କର ତ ଦେହ ଖରାପ ହେଲାନି। ତାମାନେ ମା ମୋ ଦୁଃଖରେ ଅଧିକ ଦୁଃଖୀ, ତାଙ୍କର ଦେହ ଖରାପ ହେଇଗଲା ନା କଣ ଶାଶୁମା? ଆଉ ହେଲା, ଆଉ ସେ କଥା କହନି, ଚାଲ ଜଲ୍ଦି ଯିବା। ମାଳତୀ ଆଉ ପିହୁ ଯାଇ ନିଜ ଭଉଣୀ ଘରେ ପହଞ୍ଚି ଯାଆନ୍ତି। ମିନୁର ପୁଅ ଜଗୁ ନିଜ ସାନ ଭାଉଜକୁ ଚିହ୍ନି ପାରେନି। ମାଉସୀ, ତମର କଣ ନୂଆ ଚାକରାଣୀ ରଖିଛ? କାମ କରୁନ, ଏଇ ଚାକରାଣୀଟା ଆମକୁ ଦେଇଦିଅ। ଆମର ଏଇ ନୂଆ ଘରେ ନା ତାକୁ ଆମେ କଳା ଟିକା ଭଳିଆ ରଖିବୁ, ଆଉ କାହାର ନଜର ପଡିବନି ଆମ ଘର ଉପରେ। ମିନୁ ଚଢ଼େଇ ଏତିକି ବେଳେ ସେଇଠି ଆସି ପହଞ୍ଚିଯାଏ। ଆରେ ମୂର୍ଖ, ସିଏ ହେଲା ତୋର ସାନ ଭାଉଜ, ଦେଖିବାକୁ କଣ ହେଲା ତ କଣ ହେଲା, ଗଠନ କେତେ ସୁନ୍ଦର ଦେଖୁନୁ, ନାକ ଦେଖ, ଆଖି ଦେଖ, ଗଠନ ଭଲ ହେବା ଦରକାର। ଆଜିକାଲି ତ ଜଗୁର ମୁହଁଟା କଇଁଚି ଭଳିଆ ଚାଲୁଛି, ଯେତେବେଳେ ଦେଖ ଖାଲି ଥାଇଁ 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 କରୁଛି। ହେଇଗଲା ମାଉସୀ, ଜାଣିନଥିଲି ସେ ଭାଉଜ କହି। ହେଲେ ତ ବୋହୂ କୁଆଡେ କଣ ଦେଖା ଯାଉନି, ଗଲା କୁଆଡେ? କଣ ଆଉ କହିବି ଦିଦି, ଯଦି ଆମ ଘରକୁ କେହି ଅତିଥି ଆସିବା କଥା ସେ ଶୁଣିଦିଏ ନା, ଏକାଥରେ ବଜାର ବୁଲା ଆରମ୍ଭ ହେଇଯାଏ। ତମେ ଟିକେ ବସିଥାଅ, ମୁଁ ଜଲ୍ଦି ସେ ରୋଷେଇଟା ସାରି ଦିଏ। ଆସିଛ ଯେତେବେଳେ ଖାଲି ପେଟରେ କେମିତି ବାଜିବ? ମାଉସୀ, ଆପଣମାନେ କଥାବାର୍ତ୍ତା ହଉଥାନ୍ତୁ, ସେତିକି ଭିତରେ ମୁଁ ରୋଷେଇ କରିଦଉଛି। ପିହୁ ଅଳ୍ପ ସମୟ ମଧ୍ୟରେ ବହୁତ ସାରା ଖାଇବା ରୋଷେଇ କରିଥାଏ, ଆଉ ସେ ଖାଇବାରୁ ଏମିତି ବାସ୍ନା ଆସୁଥାଏ ଯେ ସମସ୍ତେ ତାର ପ୍ରଶଂସା କରିବାକୁ ଆରମ୍ଭ କରନ୍ତି।
ମିନୁ ମୋ ବହୁଟା ଖାଲି ଦେଖିବାକୁ କଳା ହେଲେ ତାକୁ କାମରେ କେହି ହେଲେ ପାରିବେନି। ପିହୁ ଆଉ ମାଳତୀ ନିଜ ଘରକୁ ଫେରି ଆସନ୍ତି। ସେତିକି ବେଳେ ପିହୁ ଦେଖେ ଗୋଟେ ବିଲେଇ ଦୌଡ଼ି ଦୌଡ଼ି ତା ଶାଶୁ ଆଡ଼କୁ ଆସୁଛି। ସେଇଠି ପିହୁ ଠିଆ ହେଇଯାଏ ଆଉ ସେ ବିଲେଇ ପିହୁକୁ କାମୁଡ଼ି ଦେଇ ଚାଲିଯାଏ। ମାଦ ପିହୁ ତୁ ଏଇ କଣ କଲୁ? ମୋ ପାଇଁ ତୁ ଖଣ୍ଡିଆ ହେଇଗଲୁ। ମୁଁ ତ ତତେ କେବେ ହେଲେ ଭଲ ବ୍ୟବହାର କରିନି, ସବୁବେଳେ ତତେ ନିଚ ଦେଖେଇଛି, ହେଲେ ବି ଆଜି ତୁ ମୋ ପାଇଁ ନିଜ ଜୀବନକୁ ବାଜି ଲଗେଇଦେଲୁ। ମା, ମୁଁ ଆପଣଙ୍କ ପାଇଁ କିଛି ବି କରିପାରେ। ମାଳତୀ ଚଢ଼େଇ ନିଜର ଭୁଲ ବୁଝିପାରିଥାଏ। ସାଙ୍ଗମାନେ, ଆଜିର କାହାଣୀ ଯଦି ଆପଣମାନଙ୍କୁ ଭଲ ଲାଗିଛି ତ କମେଣ୍ଟ କରିକି ନିହାତି ଭାବରେ ଜଣେଇବେ। ଆଉ ଆଗକୁ ଏମିତି କାହାଣୀ ଦେଖିବାକୁ ଚ୍ୟାନେଲକୁ ସବସ୍କ୍ରାଇବ କରିବେ। ମାଧବପୁରରେ ରଘୁ ନାମରେ ଗୋଟେ ଗରିବ ଚାଷୀ ରହୁଥିଲା। ସେ ତା ବିଲରେ ଚାଷବାସ କାମ କରେ। ରଘୁର ସ୍ତ୍ରୀ ଗୀତା ଖାଇବା ପାଇଁ ପଖାଳ ନେଇ ରଘୁ ପାଖକୁ ଯାଏ। ସେପଟେ ରଘୁ ତା ବଳଦକୁ ଚରିବା ପାଇଁ ଫିଟେଇ ଦେଇ ନିଜେ ପଖାଳ ଖାଇବା ପାଇଁ ସ୍ତ୍ରୀ ସହିତ ବସିଯାଏ। ଘରେ ଲୋକ କହିଲେ କେବଳ ରଘୁର ବାପା, ତା ମା ତ ଆଗରୁ ଚାଲି ଯାଇଥାନ୍ତି। ଗୋଟେ ଦିନ ରଘୁର ବାପାର ଦେହ ବହୁତ ଖରାପ ହେଲା। ବାପା ରଘୁ, ମତେ ଲାଗୁଛି ମୁଁ ଆଉ ବଞ୍ଚିବିନି। ତୋ ଭାଇ ରାଜୁ ପାଖକୁ ଖବର ଦିଆ ହେଇଥିଲା, ସେ ଏବେ ଯାଇ ପହଞ୍ଚିଲାନି। ତାକୁ ଟିକେ ଦେଖିବାକୁ ବହୁତ ଇଚ୍ଛା ଥିଲା। ବାପା, ତମେ ଜମା ବି ଚିନ୍ତା କରନି, ଭାଇ ଏବେ ପହଞ୍ଚିଯିବେ। ମୁଁ ତାଙ୍କୁ ଖବର ଦେଇ ଦେଇଛି। ତମେ ଜମାରୁ ବ୍ୟସ୍ତ ହୁଅନି ବାପା, ତମର କିଛି ହେଲେ ହବନି। ବାପା ରଘୁ, ମୁଁ ମୋ ଦି ପୁଅଙ୍କୁ ଭଲ ଭାବେ ଚିହ୍ନି ସାରିଛି। ଯେଉଁ ପୁଅ ମୋର 2 ବର୍ଷରେ ଥରେ ହେଲେ ଘରେ ପାଦ ଦେଇନି, ଆଜି ଯେବେ ଖବର ପାଇଲା ବାପା ତାର ମୃତ୍ୟୁ ଶେଷରେ କହି ସେତେବେଳେ ସେ ଆସୁଛି। ଜାଣିଛୁ, ସେ ମୋ ପାଇଁ ଆସୁନି, ସେ ସମ୍ପତ୍ତି ପାଇଁ ଆସୁଛି। କାଳେ ତା ସମ୍ପତ୍ତିରେ ଭାଗ କମିଯିବ କହି। ଛି ବାପା, ଆପଣ ଏଇ କି କଥା କହୁଛନ୍ତି? ଆପଣ ହେଲେ ଆମର ବଡ ସମ୍ପତ୍ତି। ଆପଣ ବଞ୍ଚିଥିଲେ ଆମେ ସମସ୍ତେ ଖୁସିରେ ରହିବୁ। ସମ୍ପତ୍ତି ବାଢି ଆମର କଣ ହେବ? ବାପା, ଆପଣ ଏମିତି କଥା କୁହନ୍ତୁନି। ଗୀତା ନିଜ ଶ୍ୱଶୁରଙ୍କୁ ଏମିତି କହୁଥିବା ସମୟରେ ଗୀତାର ଶ୍ୱଶୁର ସବୁଦିନ ପାଇଁ ଆଖି ବୁଜି ଦିଅନ୍ତି ଆଉ ଗୀତା ଭ ଭ ହେଇ କାନ୍ଦିବାକୁ ଲାଗେ। ବାପା, ବାପା ଉଠନ୍ତୁ ନା, କଣ ହେଲା ବାପା ଆପଣଙ୍କର? ଏବେ ତ ଆପଣ କଥା କହୁଥିଲେ। ବାପା ମରିଯିବାର ଜାଣି ରଘୁ ଆଉ ଗୀତା ବହୁତ କାନ୍ଦିଲେ। ହେଲେ ସେତେ ଯାଇ ବି ତାଙ୍କ ବଡ଼ ଭାଇ ଭାଉଜ ଆସି ପହଞ୍ଚି ନଥାନ୍ତି। ବାପା ଚାଲିଯିବା ପରେ ବଡ଼ ପୁଅ ରାଜୁ ଆଉ ବୋହୂ ମିତା ଆସି ପହଞ୍ଚି ଯାଆନ୍ତି। ଭାଇ, ତମେ ଆସିବାରେ ଡେରି କରିଦେଲ। ଆଉ ଟିକେ ଆଗରୁ ଯଦି ଆସିଥାନ୍ତ, ହେଲେ ବାପାଙ୍କ ସହିତ କଥା ହେଇପାରିଥାନ୍ତ। ବାପା ଆମକୁ ଛାଡି ଚାଲିଗଲେ। ଆମେ ଆଉ କଣ କରିପାରିବା? ବାପାଙ୍କର ତ ବୟସ ବି ହେଇଯାଇଥିଲା, ଆଉ କେତେଟା ଦିନ ଯେ ବଞ୍ଚିଥାନ୍ତେ। ହେଲେ ରଘୁ, ବାପା ମଲା ପୂର୍ବରୁ କିଛି କହୁଥିଲେ କି? ନା ଭାଇ, ସେମିତି ତ କିଛି କହିନାହାନ୍ତି, ହେଲେ ଆପଣଙ୍କୁ ଆଉ ଦିଦିଙ୍କୁ ଦେଖିବେ କହି ବହୁତ ମନ କରିଥିଲେ, ଅନେଇକି ରହିଥିଲେ। ଟିକେ ଆଗରୁ ତାଙ୍କ ଆଖି ବନ୍ଦ ହେଇଗଲା ଆଉ ସେ ଏ ଦୁନିଆରେ ନାହାନ୍ତି। ଆମକୁ ଏକା ଛାଡି ଚାଲିଗଲେ ବାପା। ନା ଗୀତା, ତମ ଭାଇଙ୍କର କହିବା ମାନେ ଜମିବାଡି ଉପରେ କିଛି କଥା କହୁଥିଲେ କି? ହଁ ରଘୁ, ବାପା କହୁଥିଲେ କି ଜମିବାଡି ଭାଗବଣ୍ଟା କଥା କିଛି? ନା ଭାଇ, ବାପା ସେମିତି କିଛି ତ ଜମିବାଡି ଉପରେ କହିନାହାନ୍ତି। ହେଲେ ଭାଇ, ବର୍ତ୍ତମାନ ଆମକୁ ତ ବାପାଙ୍କର ଶେଷକୃତ୍ୟ କରିବା ପାଇଁ ହିଁ ପଡିବ। ଏସବୁ କଥା ତ ଆମେ ପରେ ବି ହେଇପାରିବା। ରାଜୁ ଆଖିରେ ନିଜ ବାପାର ମୃତ୍ୟୁ ପାଇଁ ଟିକେ ହେଲେ ବି ଲୁହ ନଥିଲା। ନାହିଁ ନିଜ ପୁଅ ବୋହୂ ମିତା ଆଖିରେ ଶ୍ୱଶୁର ମରିଯିବାର ଦୁଃଖ ଦେଖାଯାଉଥିଲା। 2 ଜଣ ଖାଲି ଜମିବାଡ଼ି ପଛରେ ପଡ଼ିଥିଲେ।
ଶେଷରେ ରଘୁ ଆଉ ତା ଭାଇ କିଛି ଗାଁ ଲୋକ ସାଙ୍ଗରେ ନେଇ ନିଜ ବାପାଙ୍କର ଦାହକ୍ରିୟା ସାରି ଦିଅନ୍ତି। ୟା ଭିତରେ କିଛି ଦିନ ବିତିଯାଏ। ଗୋଟେ ଦିନ ରାଜୁ ଆଉ ମିତା 2 ଜଣ କଥା ହୁଅନ୍ତି। ବାପା ମରିକି ଆସି ଆଜି 15 ଦିନ ହେଲାଣି। ତମେ କଣ କରୁଛ? ଜମିବାଡ଼ି ଭାଗ ବଣ୍ଟା କଥା କେବେ ହେବ ଆଉ କେବେ ଭାଗ କରିବ? ତମେ କଣ କିଛି ବୁଝିପାରୁନ? ହଁ ହଁ, ମୁଁ ରଘୁ ସହିତ କଥା ହେଇଥିଲି। ସେ କହିଛି ବାପାଙ୍କର ଯେତେ ବି ସମ୍ପତ୍ତି ବାଡି ଅଛି ସବୁ ଆମର ଅଧା ଅଧା ହେଇଯିବ କହି। ସେଥିରେ ତାର କୌଣସି ଅସୁବିଧା ନାହିଁ। ଅଧା ସମ୍ପତ୍ତି କଣ କରିବ ଶୁଣ ଦେଖି। ତମ ମୁହଁରେ ଟିକେ ଲାଜ ନାହିଁ। ଏଇଟା ଚିନ୍ତା କରୁନ କେମିତି ପୁରା ସମ୍ପତ୍ତି ତମ ନାଁରେ କରିନେବ। ସେମାନେ ତ ପରିମୁଣ୍ଡିଆ ଲୋକ, ଖଟିନି ଖାଉଛନ୍ତି, ନହେଲେ ନାହିଁ। ତାଙ୍କର ଆଉ କଉ ଉନ୍ନତି ହେବାର ଅଛି ଯେ ତମେ କେମିତି ସବୁ ସମ୍ପତ୍ତି ତା ପାଖରୁ ହାତେଇବ ସେଇ କଥା ଚିନ୍ତା କର। ରାଜୁ ଆଉ ତା ସ୍ତ୍ରୀ ମିତା ଏମିତି ରଘୁ ପାଖରୁ ସବୁ କିଛି ସମ୍ପତ୍ତି ହଡପ କରିବା ପାଇଁ ବିଚାର କରନ୍ତି। ତା ପରଦିନ ସକାଳୁ ସକାଳୁ ରଘୁ ତା ହଳ ଧରି ବିଲକୁ ଯିବା ପାଇଁ ବାହାରିଥାଏ। ଠିକ୍ ଏତିକି ବେଳେ ସାମ୍ନାରେ ଭାଇ ଭାଉଜଙ୍କୁ ଦେଖେ। ଭାଇ, କଥା କଣ? କୁଆଡେ ବାହାରିଛ କଣ ଏତେ ବଡ ଫାଇଲ ଧରିକି? ମୁଁ ତ ବାପା ଯିବା ଦିନ ଠାରୁ ବିଲ ପଟେ ଟିକେ ମୁହଁ ବି ବୁଲେଇ ପାରିନି। ଯାଉଛି ବିଲ ପଟେ ଟିକେ ଦେଖାଶୁଣା କରି ଆସେ। ଆରେ ରଘୁ, ମୁଁ ବାହାରିଛି ପରା ତହସିଲ ଅଫିସକୁ। ତତେ ମୁଁ ଯେମିତି କହିଥିଲି ଆମର ତ ଏଇଠି ରହିବାର ନାହିଁ। ସେଇଥିପାଇଁ ଆମର ଭାଗ ଜାଗାକୁ ନା ଆମେ ବିକ୍ରି କରିଦବୁ। ସେଇଥିପାଇଁ ଟିକେ ବୁଝାବୁଝି ପାଇଁ ତହସିଲ ଅଫିସକୁ ଯାଉଛି। ତୁ ବି ସାଙ୍ଗରେ ଚାଲ, ହେଲେ କାମ ହବ। ଭାଇ, ତମେ ତ ଜାଣିଛ ମୁଁ ବା ଆଉ କେତେ ପାଠ ପଢିଛି। ଖାଲି ନିଜର ଟିକେ ଦସ୍ତଖତ ମାରି ଜାଣିଛି। ନହେଲେ ପାଠଶାଠ ମୋର କାହିଁ ଯେ ମୁଁ ଯିବି ତହସିଲ ଅଫିସ। ଆଉ ଏମିତିରେ ବି କାଲି ରାତିରେ ବହୁ ଜୋରରେ ବର୍ଷା ହେଇଛି। ଆଜି ଟିକେ ବିଲ ପଟେ ଯାଇ ହଳଟା କରିଦିଏ। ତମେ ତ ମୋର ବଡ ଭାଇ, ତମେ ତ ଏତେ ପାଠ ପଢିଛ, ତମେ ସବୁ କିଛି ଜାଣ, ତମେ ହିଁ ଯାଅ। ରାଜୁ ମନେ ମନେ ତ ଏଇ କଥା ଚିନ୍ତା କରୁଥିଲା, କେମିତି ରଘୁ ତା ସାଙ୍ଗରେ ନ ଯାଉ କହି। ୟା ପରେ ରଘୁ ଭାଇ ଭାଉଜଙ୍କ ସହିତ କଥା ହେଇସାରି ବିଲ କାମ କରିବା ପାଇଁ ନିଜର ହଳ ଲଙ୍ଗଳ ଧରି ବିଲକୁ ବାହାରି ଯାଏ। ସେଦିନ ରାଜୁ ଆଉ ତା ସ୍ତ୍ରୀ ମିତା ତହସିଲ ଅଫିସକୁ ନ ଯାଇ ଗାଁ ସାରା ଘୁରି ବୁଲନ୍ତି। ୟା ପରେ ସଞ୍ଜରେ ଆସି ଘରକୁ ପହଞ୍ଚନ୍ତି। ଗୀତା 2 ଜଣଙ୍କୁ ପାଣି ପିଇବାକୁ ଦିଏ। ଠିକ୍ ଏତିକି ବେଳେ ରଘୁ ବି ଆସି ସେଇଠି ପହଞ୍ଚିଯାଏ। ଭାଇ, ଆଜି ତମର କାମ ଭଲ କି ହେଇଗଲା ତ? ଆରେ ରଘୁ, କଣ ଆଉ କାମ ହବ? କିଛି ବି ହେଇପାରିଲାନି। ତୁ ଜାଣିଛୁ ବାପା ନା ବ୍ୟାଙ୍କରୁ ଲୋନ ନେଇଥିଲେ, ଯାହାକି ବର୍ତ୍ତମାନ ଆମମାନଙ୍କୁ ସୁଝିବାର ଅଛି। ହଁ, ବାପା ଲକ୍ଷେ ଟଙ୍କା ଲୋନ୍ ଉଠେଇଥିଲେ, ହେଲେ ସମୟରେ ସୁଝି ପାରିଲେନି। ସେଇଥିପାଇଁ ସୁଧ ଉପରେ ସୁଧ ହେଇ 4 ଲକ୍ଷ ଟଙ୍କା ଲୋନ୍ ହେଇଛି। ବର୍ତ୍ତମାନ ସେ ଲୋନ୍ ନ ସୁଝିବା ଯାଏ ଆମେ ସେ ଜାଗାକୁ ଆଉ ବିକ୍ରି କରିପାରିବାନି। ହେଲେ ଦିଦି, ବାପା ତ କେବେ ଲୋନ୍ ଆଣିବା କଥା ଆମେ ଜାଣିନୁ କି ବାପା ବି ଆମକୁ କେବେ ହେଲେ ବ୍ୟାଙ୍କରୁ ଟଙ୍କା ଆଣିବା କଥା କହିନାହାନ୍ତି। ମତେ ଲାଗୁଛି ବାପା ତମ 2 ଜଣଙ୍କୁ କହିବା ପାଇଁ ଭୁଲି ଯାଇଥିବେ। ସେ ଯାହା ବି ହଉ, ହେଲେ ବର୍ତ୍ତମାନ ସେଇ ଲୋନ୍ ଟଙ୍କା ତ ତମ 2 ଭାଇଙ୍କୁ ହିଁ ସୁଝିବାକୁ ପଡିବ। ଗୋଟେ କାମ କର, 4 ଲକ୍ଷ ଟଙ୍କାର ଅଧା 2 ଲକ୍ଷ ଟଙ୍କା ତମେ ମାନେ ଦେଇଦିଅ, ଆଉ 2 ଲକ୍ଷ ଆମେ ଦେଇଦେବୁ। ହେଲେ ଲୋନ୍ ଟଙ୍କା ତକ ସୁଝି ହେଇଯିବ। 2 ଲକ୍ଷ ଟଙ୍କା? ଏତେ ଟଙ୍କା ତ ମୁଁ କେବେ ହେଲେ ଦେଖିନି। ମୁଁ କୁଆଡେ ଦେବି? କେମିତି ସୁଝିବି ଏତେ ଟଙ୍କା? ତମ ପାଖରେ ଯଦି ଏତେ ଟଙ୍କା ନାହିଁ, ତମେ ଗୋଟେ କାମ କର, ତମ ଭାଗ ସମ୍ପତ୍ତି ମୋ ଭାଇଙ୍କୁ ବିକ୍ରି କରିଦିଅ। ସେ କିଣି ନେବେ। ତାପରେ ମୁଁ ମୋ ଭାଇଙ୍କ ପାଖରୁ ଜାଗାଟା ନେଇଯିବି। ଯାହା ହେଲେ ବି ଆମ ପାଖରେ ହିଁ ତ ରହିବ। ହେଲେ ଦିଦି, ତମେ ତ ଏବେ କହିଲ ଯେ ସେଇ ଜାଗା ଉପରେ ଲୋନ୍ ଟଙ୍କା ଅଛି, ସେଇଥିପାଇଁ ଆମେ ଜାଗାକୁ ବିକ୍ରି କରିପାରିବାନି। ଆଉ ଏବେ ଆପଣଙ୍କ ଭାଇଙ୍କୁ ଆମେ ଜାଗା କେମିତି ବିକ୍ରି କରିପାରିବା? ଆରେ ଗୀତା, ତୁଟା କଣ ବୁଝିପାରୁନୁ? ଏଇଟା ପରା ଆମର ଘର ଭିତରର କଥା। ଆମେ ଘର ଭିତରେ ଭିତରେ ଜାଗାଟା ବିକ୍ରି କରିଦେଲେ
କେହି କଣ ଜାଣିପାରିବ ଏମିତିରେ ହେଇଯିବ। ଆଉ ମୁଁ ତମମାନଙ୍କୁ କାଗଜ ପତ୍ର ଦଉଛି, ରଘୁ ଏଇଥିରେ ସାଇନ କରିଦବ। ମିତା ରଘୁ ହାତକୁ କିଛି କାଗଜପତ୍ର ବଢ଼େଇ ଦିଏ। ରଘୁ ତ ଥିଲା ନିରୀହ ସରଳ ଲୋକ, ସେ ବା କୁଆଡ଼ୁ ଜାଣିବ ଭାଇ ଭାଉଜଙ୍କ ଛନ୍ଦ କପଟ। ସେଇଥିପାଇଁ ସେ ସେଇଥିରେ ନିଜର ସାଇନ କରିଦିଏ। ରଘୁ, ବର୍ତ୍ତମାନ ତୋର ସମ୍ପତ୍ତି କହିଲେ ଏଇ ଘରଟା ଆଉ ନାଳଧାର ଜମିଟା, କାହିଁକି ନା ଏଇ ଦିଟା ଉପରେ କୌଣସି ଋଣ ନାହିଁ। ଯାହା ହଉ ଦିଦିଙ୍କ ପାଇଁ ଆମ ମୁଣ୍ଡରେ ବହୁତ ବଡ ବୋଝ ଗୋଟେ ଅଧିକନା। ବର୍ତ୍ତମାନ ବାପାଙ୍କ ଉପରକୁ ଆଉ ଆଙ୍ଗୁଠି ଦେଖି କେହି ହେଲେ କଥା କହିପାରିବେନି, ଆଉ ବାପାଙ୍କ ଆତ୍ମା ବି ଖୁସିରେ ରହିବ। ୟା ଭିତରେ ଦେଖୁ ଦେଖୁ 6ଟା ମାସ ବିତିଯାଏ। ଗୋଟେ ଦିନ ରାଜୁ ଘରେ ବ୍ୟାଙ୍କ ମ୍ୟାନେଜର ଆଉ ଓକିଲ ଆସି ପହଞ୍ଚନ୍ତି। କାହିଁକି ନା ରାଜୁ ବ୍ୟାଙ୍କରୁ ବହୁତ ସାରା ଋଣ ନେଇଥିଲା, ଆଉ ବ୍ୟାଙ୍କର ଋଣ ଶୁଝି ନ ପାରିବାରୁ ବ୍ୟାଙ୍କବାଲା ରାଜୁର ଘର ଆଉ ସମ୍ପତ୍ତି ବାଡ଼ି ସବୁ କିଛି ନେଇନେଲା। ସେପଟେ ରଘୁ ନିଜ ନାଳଧାର ଜମିରେ ହଳ କରୁଥିବା ସମୟରେ ତାକୁ ଗୋଟେ ବାକ୍ସ ସୁନା ମୁଦ୍ରା ମିଳେ, ଯାହା ଦେଖି ସ୍ୱାମୀ ସ୍ତ୍ରୀ ବହୁତ ଖୁସି ହୁଅନ୍ତି। ତ ସାଙ୍ଗମାନେ, ଏଇଠୁ ଜାଣିବାକୁ ମିଳିଲା ଯେ ଯେ ଯେମିତି କର୍ମ କରିବ ସେ ସେମିତି ହିଁ ଫଳ ପାଇବ।